କୋରାପୁଟ ଜିଲ୍ଲା ଜୟପୁର କୋରାପୁଟ ଗସ୍ତରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସ୍ୱତନ୍ତ୍ର ବୈଠକରେ ଯୋଗ ଦେବା ପାଇଁ ଜୟପୁର ବିମାନ ବନ୍ଦରରେ ସକାଳ 9:30 ସମୟରେ ପହଞ୍ଚିଛନ୍ତି କେନ୍ଦ୍ର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶ୍ରମ ନିଯୁକ୍ତି ମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ପଶୁ ସମ୍ପଦ ଓ ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ଜିଲ୍ଲାପାଳ ଶ୍ରୀ ଭି କୀର୍ତ୍ତି ଭାସାନ, ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଆକାଭରମ ଶସ୍ୟା ରେଡ୍ଡି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରୋହିତ ବର୍ମା, ଗୌତମ ସାମନ୍ତରାୟ, ବିଜେପି ଦଳୀୟ କର୍ମୀ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିପରି ବିମାନ ବନ୍ଦର ବାହାରେ ଦୁଇ ମନ୍ତ୍ରୀଙ୍କ ସ୍ୱାଗତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହାପରେ ସେ ବିମାନ ବନ୍ଦରରୁ ସିଧା କୋରାପୁଟ ଅଭିମୁଖେ ଯାତ୍ରା କରିଛନ୍ତି। ଜୟପୁର କୋରାପୁଟ ଜିଲ୍ଲା ପ୍ରତିନିଧି କୃଷ୍ଣ ଖରାଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।